ঢଳ ঢଳ ଭାସ୍କର ରଶ୍ମି ଉଜ୍ଜଳ ତା ମଧ୍ୟରେ ଢଳ ଢଳ ତୁହି କମଳ। କବି ଯୋଉ ବର୍ଣ୍ଣନା କରୁଛନ୍ତି ପିଲେ ପଦ୍ମ କଥା। ପଦ୍ମ କୋଉଠି ଅଛି? ପଦ୍ମ କୋଉଠି ଅଛି? ପୋଖରୀରେ ପାଣି ଅଛି। ପାଣି ଉପରେ ପଦ୍ମ ଗଛର ପତ୍ର। କେମିତି ପତ୍ର ଥାଏ ପଦ୍ମ ଗଛର ପତ୍ର? ଗୋଲ ଗୋଲ ଢାଲୁ ଢାଲୁ ଆମର ଏଇ ସାରୁ ପତ୍ର ଭଳିଆ ଥାଏ। ତା ଉପରେ ପୋଖରୀର ପାଣି। ଯେତେବେଳେ ପତ୍ରଟା ହଲେ ତା ଉପରେ ପାଣିଟା ହଲୁଥାଏ। କଥା ବୁଝିଲେ କି ନାହିଁ? ଆମେ ତ ପୋଖରୀ ଯାଇପାରିବା ନାହିଁ ଥିଲେ। ଆମର ତ ପାଖରେ ପଦ୍ମ ପୋଖରୀ ନାହିଁ। ଆମେ ବିଦ୍ୟାଳୟର ଆମ ସ୍କୁଲର ସାରୁ ପୋଖରୀକୁ ଆସିବା ବା ସାରୁ ବଗିଚାକୁ ଆସ। ଦେଖ ପିଲେ ଏଇ ସାରୁ ପତ୍ର ଉପରେ କେମିତି ପାଣି ଅଛି ଦେଖୁଛ ପିଲେ? ସେଇଟା କେମିତି ଢଳ ଢଳ ହଉଛି। ଏକଜାଟ ଏଇଭଳି ପୋଖରୀରେ ପାଣି ପଦ୍ମପତ୍ର ଉପରେ ଢଳ ଢଳ ହେଉଥାଏ। ତେଣୁ କବି ଲେଖିଲେ ଢଳ ଢଳ ସୁନୀଳ। ଏଇ ଯୋଉ ପାଣିଟା ବର୍ତ୍ତମାନ କେମିତି ରଙ୍ଗ ଦେଖାଯାଉଛି ପିଲେ? ଆଲୋକ। ଏଠି ଧଳା ଦେଖାଯାଉଛି କାହିଁକି ନା ଏଠି ଆଲୋକ ନାହିଁ। ଯଦି ଆଜି ଆମର ସୂର୍ଯ୍ୟାଲୋକ ଥାନ୍ତା ସେଇ ସଫା ପାଣିଟା କେମିତି ଦେଖାଯାନ୍ତା? ପୁରା ନୀଳ ବର୍ଣ୍ଣ ହୁଅନ୍ତା। ତେଣୁ କବି ଲେଖିଲେ ଢଳ ଢଳ ସୁନୀଳ ସରସୀ ଜଳ। ଢଳ ଢଳ ଶ୍ୟାମଳ ନଳିନୀ ଦଳ। ସେଇ ଯୋଉ ନଳିନୀର ଦଳ ସେଇଟା ପଦ୍ମର ପାଖୁଡା ସେଗୁଡା ସବୁ ପାଣିରେ ଢଳ ଢଳ ହଉଥାଏ। ଏଇଠି ଯେମିତି ପବନରେ ଆମର ସାରୁପତ୍ର ଧୀରେ 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 ଢଳ ଢଳ ପିଲେ ହେଉଛି। ଦଳ ଦଳ ଭାସ୍କର ରଶ୍ମି ଉଜ୍ଜଳ ତା ମଧ୍ୟ ଢଳ ଢଳ ତୁହି କମଳ। ଯେତେବେଳେ ଖରାଟା ପଡେ ସେଇ ପୋଖରୀରେ ଖରା ସୂର୍ଯ୍ୟଙ୍କ କିରଣରେ ଏଇ ଯୋଉ ପାଣି ଢଳ ଢଳ କରୁଛି କେତେ ସୁନ୍ଦର ସେ ଚକ କରୁଥାଏ। ଯଦି ଏଇଠି ଯଦି ଆଜି ଆମର ଥାନ୍ତା ଖରା ବୁଝିଲା କି ଏମିତି ମେଘ ଆସି ବର୍ଷା ହଉଛି ଯଦି ଖରା ପଡୁଥିଲେ ବି ଏଇ ଯୋଉ ଦେଖୁଛ ପିଲେ ସାରୁ ପତ୍ରକୁ ଯୋଉ ପାଣି ସିଏ ବି ଚକ ଚକ କରୁଥାନ୍ତା। ତେଣୁ କବି ଯୋଉ ବର୍ଣ୍ଣନା କଲେ ସେଇ ବର୍ଣ୍ଣନା ପିଲେ ଆମେ ଆମର ବିଦ୍ୟାଳୟର ସାରୁ ବାଳିରେ ଦେଖି ପାରିଲେ। ବୁଝିପାରିଲ? ଧନ୍ୟବାଦ।